କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସକାଳୁ ଦାମନଯୋଡ଼ି ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସ୍ୱାଗତ ଜଣାଇବା ପାଇଁ ଉଚ୍ଚ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁରେଶ ସୂର୍ଯ୍ୟବଂଶୀ, ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳ ନନ୍ଦ ମଲ୍ଲିକ, ଜିଲ୍ଲାର ସମସ୍ତ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା, ଜିଲ୍ଲାର ପ୍ରତ୍ୟେକ ବିଧାୟକ, ବିରୋଧୀ ଦଳର ବିଧାୟକ ଏବଂ କୋରାପୁଟ ସାଂସଦ, ବିଜେପି ଦଳର କୋରାପୁଟ ଜିଲ୍ଲା ସଭାପତି, ବରିଷ୍ଠ ନେତା, ବହୁ ରାଜନେତା, ବହୁ ଛାତ୍ରଛାତ୍ରୀଙ୍କ ସମେତ ଦକ୍ଷିଣ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ପୋଲିସ କର୍ମଚାରୀଙ୍କ ସହ ମିଶି ଫୁଲତୋଡ଼ା ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତତ୍ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନାଲ୍କୋ ଅତିଥି ଭବନରେ ଅଭିମୁଖେ ବାହାରିଥିଲେ। କିଛି ସମୟ ବିଶ୍ରାମ ନେବା ପରେ କୋରାପୁଟ ଶାବର ଶ୍ରୀକ୍ଷେତ୍ର ବଡ଼ ଠାକୁର ମହାପ୍ରଭୁଙ୍କୁ ଦର୍ଶନ କରି ରଥଯାତ୍ରାରେ ରଥ ଟାଣିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଗୁଡ଼ାଏ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ବିଦ୍ୟାଳୟ କୋଠା, ସ୍ୱାସ୍ଥ୍ୟକେନ୍ଦ୍ର, କୁଳପତିଙ୍କ ବାସଭବନ, ଅଧିକାରୀମାନଙ୍କ ପାଇଁ ବାସଗୃହ ଏବଂ କର୍ମଚାରୀଙ୍କ ପାଇଁ ବାସଗୃହ ସମେତ ଅନେକ ନୂତନ ଭାବରେ ନିର୍ମିତ କେନ୍ଦ୍ରଗୁଡ଼ିକର ଉଦ୍ଘାଟନ କରିଥିଲେ ଏବଂ 6 ତାରିଖ ଦିନ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତ୍ତିପ୍ରସ୍ତର ଦେବା ସହ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିକ୍ରମଦେବ ୟୁନିଭର୍ସିଟି ପରିସରରେ ଆଲୋଚନା କରିବା ସ୍ଥିର ହୋଇଛି। ଜୟପୁରର କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା ଏକାମ୍ର ଲାଇଭ୍।